ରଘୁନାଥପୁରଠାରେ ବିଶାଳ ଚକ୍ଷୁ ଚିକିତ୍ସା ଓ ଫିଜିଓଥେରାପି ଶିବିର ଅନୁଷ୍ଠିତ। କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଦ୍ଭାବନା ଓ ରେଡିଓ ଜୁହାରର ସ୍ୱତନ୍ତ୍ର ପରିଚୟ ରହିଛି। ସବୁବେଳେ ଜନସେବା କାର୍ଯ୍ୟରେ ନିୟୋଜିତ ହୋଇ ଲୋକମାନଙ୍କ ନିକଟତର ହୋଇ ସାରିଛନ୍ତି। ବିଶେଷ କରି ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଉଥିବା ଏହି ଦୁଇଟି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅନେକ ସ୍ଥାନରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ କରି ସାରିଛନ୍ତି। ସ୍ୱାସ୍ଥ୍ୟ ସେବାରେ ଅନେକ ରୋଗୀ ଉପକୃତ ହୋଇଥିବା ବେଳେ ପ୍ରକୃତ ରୋଗୀ ଚିହ୍ନଟ କରି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର କାର୍ଯ୍ୟକ୍ରମ ଏବେ ମଧ୍ୟ ବଳବତ୍ତର ରହିଛି। ଅକ୍ଟୋବର 1, 2024 ଦିନଟି ଥିଲା ଆନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ। ଏହି ଆନ୍ତର୍ଜାତୀୟ ଦିବସରେ କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି ବିଶାଳ ଚକ୍ଷୁ ଚିକିତ୍ସା ଓ ଫିଜିଓଥେରାପି ଶିବିର। କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଦ୍ଭାବନା ଓ ରେଡିଓ ଜୁହାର ଦ୍ୱାରା ଭୂମିକା ଚକ୍ଷୁ ଚିକିତ୍ସାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି ଚକ୍ଷୁ ଚିକିତ୍ସା ଓ ଫିଜିଓଥେରାପି ଶିବିର। ଏହି ମେଗା ଶିବିରରେ ରଘୁନାଥପୁର ଗ୍ରାମ ପଞ୍ଚାୟତର 150ରୁ 200 ଲୋକ ଯୋଗ ଦେଇଥିବା ଜଣାପଡ଼ିଛି। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ରଘୁନାଥପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଗୌରୀ ନାୟକ ଓ ସମିତି ସଭ୍ୟା ଶ୍ରୀମତୀ ମମତା ବେହେରା ଯୋଗ ଦେଇଥିଲେ। ଉକ୍ତ ଶିବିରରେ ସଦ୍ଭାବନା ଅନୁଷ୍ଠାନର ଫିଜିଓଥେରାପିଷ୍ଟ ଡକ୍ଟର ଶ୍ରଦ୍ଧାଞ୍ଜଳି ପାଇକରାୟ, ଡକ୍ଟର ସ୍ମିତାରାଣୀ ବେହେରା, ପରେଶ ଚନ୍ଦ୍ର ବେହେରା, ମହେନ୍ଦ୍ର କୁମାର ସାହୁ ଯୋଗଦେଇ ଲୋକମାନଙ୍କୁ ଫିଜିଓଥେରାପି ଚିକିତ୍ସା ଦେବା ସହିତ ଭୂମିକା ଚକ୍ଷୁ ଚିକିତ୍ସାଳୟର ଆସିଷ୍ଟାଣ୍ଟ ମ୍ୟାନେଜର ରୁଦ୍ର ନାରାୟଣ ଲୋହାର, ଚକ୍ଷୁ ବିଶେଷଜ୍ଞ ଡକ୍ଟର ଆରାଧନା ସାହୁ, ବରିଷ୍ଠ ସ୍ୱାସ୍ଥ୍ୟକର୍ମୀ ଲାଳିମା ଜେନା, ଚକ୍ଷୁ ସହାୟକ ସସ୍ମିତା ମହାନ୍ତ ଉପସ୍ଥିତ ରହି ବରିଷ୍ଠ ନାଗରିକମାନଙ୍କର ଚକ୍ଷୁ ପରୀକ୍ଷା କରିଥିଲେ। ଚକ୍ଷୁ ଚିକିତ୍ସା ଶିବିର ସମ୍ପୂର୍ଣ୍ଣ ମାଗଣା ହୋଇଥିବା ବେଳେ ରୋଗୀମାନଙ୍କ ଗହଳି ଲାଗିବା ସହିତ ଖୁବ୍ ଉତ୍ସାହ ରହିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ପୂର୍ବରୁ ଅନେକ ସ୍ଥାନରେ ଚକ୍ଷୁ ଚିକିତ୍ସା ଶିବିର କରି ଅନେକ ଲୋକଙ୍କୁ ଆରୋଗ୍ୟ କରିସାରିଥିବା ବେଳେ ଆଗକୁ ଏମିତି ଅନେକ ସ୍ଥାନରେ ଚକ୍ଷୁ ଚିକିତ୍ସା କରାଯିବ ବୋଲି ଆୟୋଜକ ପ୍ରକାଶ କରିଛନ୍ତି। ଲୋକଙ୍କୁ ସେବା ଯୋଗାଇବାର ସଂକଳ୍ପ ନେଇ ଭୂମିକା ଚକ୍ଷୁ ଚିକିତ୍ସାଳୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଥିବା ବେଳେ ଲୋକମାନଙ୍କ ବିଶ୍ୱାସ ଓ ଭରସା ରହିଥିବା ପ୍ରକାଶ କରିଛନ୍ତି। ଆଗକୁ ଏମିତି କାର୍ଯ୍ୟକ୍ରମ ଜାରି ରହିବ ଓ ସଦାସର୍ବଦା ଲୋକମାନଙ୍କ ସେବାରେ ନିୟୋଜିତ ହୋଇ ରହିଥିବ। ସଦରରୁ ରମେଶ ଚନ୍ଦ୍ର ନାୟକଙ୍କ ରିପୋର୍ଟ, ଏବି ନ୍ୟୁଜ।